ଜୟ ଜଗନ୍ନାଥ। 2024 ସରିବାକୁ ଆଉ 2 ଦିନ ବାକି ଅଛି। ତ ନୂଆ ବର୍ଷ ବି ଭଲ ଏଥର ଆଇଁଷ ବାରଟାରେ ପଡୁଛି। ଘରେ କହିଲେ କାଳେ ନୂଆ ବର୍ଷରେ ଭିଡ଼ ହବ, ତ ଆଜି ଟିକେ ଆଇଁଷ ନେଇ ଆସ। ଘର ଲୋକଙ୍କ କଥା ମାନି ଭୋରୁ ଉଠି ଗଲି ଆଇଁଷ ଦୋକାନକୁ ଆଇଁଷ ଆଣିବାକୁ। କିନ୍ତୁ ଭୋରୁ ଗଲାବେଳୁ ଯୋଉଠି ଆମ ଏରିଆ ଯୋଉଠି ଆଇଁଷ ଭଲ ମିଳେ ସେଠି ବାଡ଼ିଆ ପିଟା। ଆଉ ଆଗରୁ ବି ସେ ଟାଙ୍ଗିକି ରଖିଛି ବହୁତ ଜିନିଷ, ତ ମୋର କାହିଁ ଇଚ୍ଛା ହେଲାନି। ଆଉ 1 କିଲୋମିଟର ଆଗକୁ ଗଲି, ସେଠି ବି ସେଇ ଅବସ୍ଥା। ଆଉ 1 କିଲୋମିଟର ଆଗକୁ ଗଲି, ସେଠି ବି ସେଇ ଅବସ୍ଥା। ତାପରେ ଆଉ 15-20 ମିନିଟ୍ ପରେ ଆଉ ଗୋଟେ ଜାଗା ମୋତେ ମିଳିଲା ଖୋଜୁ ଖୋଜୁ। ବୁଢ଼ା ମଉସାଟିଏ, ବୟସ 70 ଉପରେ ହବ। ମୁଁ କହିଲି ମଉସା ମାଲ ମିଳିବ ନା? ହଁ ଅଛି, କାଟିବା ଏଇନା। ମୁଁ କହିଲି ଠିକ୍ ଅଛି ଦୟ। ତ ମଉସା ଗପିଲେ। ମୁଁ କହିଲି ମଉସା ଭଲ ମାଲ ତ? ମୋତେ ମଉସା ଗୋଟେ କଥା କହିଲେ ପୁଅ ଏ ବୟସରେ ମୁଁ ଆଉ କାହିଁ ବେପାର କରୁଛି, ନିଜ ହାତ ଖର୍ଚ୍ଚ ମେଣ୍ଟାଇବା ପାଇଁ। ଜିନିଷ ଭଲ ଦେବି, ପଇସା ଭଲ ନେବି, ତମେ ଖାଇବ, ଯଦି ଭଲ ନ ଲାଗିଲା ପଇସା ରିଟର୍ନ ଅଛି। ମୁଁ କହିଲି ହଉ ମଉସା ଏତେ କଥା କୁହନ୍ତୁନି, ଦିଅନ୍ତୁ। ମଉସା ତାଙ୍କର ଏକ୍ସପିରିଏନ୍ସ କଥା କହିଲେ। ଦୀର୍ଘ 35 ବର୍ଷ ହେଲାଣି ସେଇ ବେପାର କରୁଛନ୍ତି, ପିଲାମାନେ ବି ଏଷ୍ଟାବ୍ଲିଶଡ। ଆଉ ମଉସା ଏ ବୟସରେ, ପରିଣତ ବୟସରେ କାମ କରୁଛନ୍ତି କ'ଣ, ନିଜ ହାତ ଖର୍ଚ୍ଚ ମେଣ୍ଟାଇବା ପାଇଁ। ଭଲ ଲାଗିଲା କଥା। ମଉସା ବି ଭଲ ଲୋକ ଥିଲେ। ତାଙ୍କଠୁ ଜିନିଷ ବି ଆଣିଲି, ଭଲ ଜିନିଷ ମିଳିଲା। ମୁଁ ଖାଇସାରି ଏଇଟା କହୁଛି ଆପଣଙ୍କୁ, ବହୁତ ବଢ଼ିଆ ଥିଲା। ତ ଗୋଟେ ଶିକ୍ଷା ମୋତେ ମିଳିଲା ଆଜି, ଯେଉଁମାନେ ପରିଣତ ବୟସରେ ହିଁ ବେପାର କରୁଛନ୍ତି, ଷ୍ଟ୍ରଗଲ୍ କରୁଛନ୍ତି, ତାଙ୍କ କତିକି ଆପଣ ଯାଆନ୍ତୁ, ତାଙ୍କଠୁ ଜିନିଷ କିଣନ୍ତୁ, ତାଙ୍କ ଏକ୍ସପିରିଏନ୍ସ ଟିକେ ଆଣନ୍ତୁ, କ'ଣ ତାଙ୍କ ବିହେଭିୟର ସେଇଟା ଦେଖନ୍ତୁ। କିନ୍ତୁ ଆଜିକାଲିକା ଦୁନିଆରେ ଆଜିକାଲିକା ପିଲା ଯେଉଁ ବେପାର କରୁଛନ୍ତି ସେଟା ଆପଣଙ୍କୁ ଠିକ୍ ନ ଲାଗିପାରେ, କିନ୍ତୁ ବୁଢ଼ାବୁଢ଼ୀଙ୍କ ସାଙ୍ଗରେ ତମେ ବେପାର କରିବ ବହୁତ ଭଲ ଲାଗିବ। ପ୍ଲସ୍ ଆଜି ଆଉ ଗୋଟେ ଶିକ୍ଷା ବି ମୁଁ ଶିଖିଲି ଏ ଏକ୍ସପିରିଏନ୍ସରୁ। ଯେଉଁ ଜାଗାରେ କିମ୍ବା ଯେଉଁ ଲୋକର କି ଯେଉଁଟା ଆପଣ ଚାହୁଁଛନ୍ତି, ଯଦି ସେଠି ଭିଡ଼ ଅଧିକା ଅଛି ନା, ତ ସେଇ ଛକ ଛାଡ଼ି ଆଗ ଛକ ଟିକେ ଦେଖନ୍ତୁ। କାଳେ ଆପଣଙ୍କୁ ସେମିତିଆ ଜିନିଷ ବଢ଼ିଆ ମିଳିପାରେ, ଭଲ ଜିନିଷ ମିଳିପାରେ, ଭଲ ଲୋକ ମିଳିପାରନ୍ତି। ଭିଡ଼ ଯେଉଁଠି ଅଛି ନା, ସେ ତମର କଦର କରିବନି। କିନ୍ତୁ ଯେଉଁଠି ଫାଙ୍କା ଅଛି, ଆପଣ ଯିବେ, ଦିପଦ କଥା ହେଇପାରିବେ, ଭଲ ଜିନିଷ ଆପଣ ବାଛିପାରିବେ, ଭଲ ଲୋକକୁ ବାଛିପାରିବେ। ମୁଁ ଏଟା ସବୁକୁ ନେଇ କହୁଛି। ତ ଯେତେବେଳେ ଭିଡ଼ ଆପଣ ଦେଖୁଛନ୍ତି ନା, ସେ ଛକକୁ ବାଦ ଦେଇକି ଆଗ ଛକ ଦେଖନ୍ତୁ। ଆପଣଙ୍କୁ ସେଠି ଭଲ ଏକ୍ସପିରିଏନ୍ସ ମିଳିବ, ଆତ୍ମସମ୍ମାନ ମିଳିବ। ଯେଉଁଠି ଆପଣ ଆତ୍ମସମ୍ମାନ ହରଉଥିବେ ନା ଭିଡ଼ ଜାଗାରେ, ଆପଣ ସେ ଫାଙ୍କା ଜାଗାରେ ନିଜ ଆତ୍ମସମ୍ମାନ ପାଇପାରିବେ, ଆଉ ନିଜକୁ ମଧ୍ୟ ଆତ୍ମସନ୍ତୁଷ୍ଟ।